ନୂଆବର୍ଷର ପ୍ରଥମାର୍ଦ୍ଧରେ ବଡ଼ ଚୋରି ଘଟଣାକୁ ନେଇ ଚର୍ଚ୍ଚା। ଦିନକୁ ଦିନ ନବରଙ୍ଗପୁର ସହରରେ ବଢୁଥିବା ଚୋରି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସହରର ବିଭିନ୍ନ ଅଞ୍ଚଳର ସ୍ଥାନେ ସ୍ଥାନେ ରାତିରେ ଦୁର୍ବୃତ୍ତ ଗ୍ୟାଙ୍ଗ ଟାର୍ଗେଟ କରି ଘରେ ପଶି କଳାକନା ବୁଲେଇ ଚମ୍ପଟ ମାରୁଛନ୍ତି। ଘରେ କେହି ନଥିବା ଜାଣି ଏହି ଟାର୍ଗେଟ କରୁଥିବା ଜଣାପଡ଼ିଛି। ଏଭଳି ଘଟଣା ସହରର DS3 ସିନେମା ହଲ ନିକଟରେ ଦ୍ୱିତୀୟ ଲାଇନରେ ରହୁଥିବା ମଧୁସୂଦନ ବିଶୋଇଙ୍କ ଘରେ ତାଙ୍କ ଝିଅ ଜ୍ୱାଇଁ ସପରିବାର ବିଗତ 3 ବର୍ଷ ହେଲା ରହିଆସୁଛନ୍ତି। ଶିକ୍ଷକତା କରୁଥିବା ପଞ୍ଚାନନ ବିଶୋଇ ବିଦ୍ୟାଳୟ ଏକ୍ସମାସ ଛୁଟି ହୋଇଥିବାରୁ ନିଜ ଗାଁ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ପଞ୍ଚାୟତର ବାଗନାଗୁଡାକୁ ଯାଇଥିଲେ। କିଛି ଦିନ ପରେ ଚାବି ପଡ଼ିଥିବା ଦୁର୍ବୃତ୍ତମାନେ ଅନୁମାନ କରି ଚୋରି ଉଦ୍ୟମ କରି ସଫଳ ହୋଇଥିଲେ। ନବରଙ୍ଗପୁର ସଦର ଥାନାରେ ପଞ୍ଚାନନ ନିଜ ଲିଖିତ ଅଭିଯୋଗ ଅନୁଯାୟୀ ଘରେ ରଖିଥିବା 4 ତୋଳା ବିଶିଷ୍ଟ ସୁନା ଚୁଡ଼ି 2 ହଳ, 1.5 ତୋଳା ବିଶିଷ୍ଟ କାନଫୁଲ, ସୁନା ଲକେଟ 2ଟି, 2 ହଳ ଲେଖାଏଁ ରୂପା ଚେନ୍ ଓ ପାଉଁଜି, ଲ୍ୟାପଟପ୍ 2ଟି, ନଗଦ 2 ଲକ୍ଷ ଟଙ୍କା ବାସଭବନରୁ ଚୋରି ହୋଇଥିବା ସୂଚିତ କରିଛନ୍ତି। ଏହି ଘଟଣା ବିଗତ 4/1/2026 ତାରିଖ ରବିବାର ଦିନ ରାତି ସମୟରେ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ସାମ୍ନା ଘରର ତାଲା ଭାଙ୍ଗି ଘରେ ପଶି ଗଡ୍ରେଜ, ଖଟ ପଲଙ୍କ ଆଦି ଭାଙ୍ଗି ଖୋଜାଖୋଜି କରି ଗହଣା ଟଙ୍କା ସଂଗ୍ରହ କରି ଲୁଟି ନେଇଥିଲେ। ଚୋରି ହେବା ପରେ ଦିନ ଅର୍ଥାତ୍ ସୋମବାର ସପରିବାର ସହ ଯାଇ ଦେଖିବାରୁ ତାଲା ଭାଙ୍ଗିଥିବା ଦେଖିଥିଲେ। ଏହାପରେ ତୁରନ୍ତ ପରିବାର ଲୋକ ଅନ୍ୟମାନଙ୍କୁ ଓ ପୋଲିସକୁ ସୂଚନା ଦେଇଥିଲେ। ଚର୍ଚ୍ଚା ଅନୁଯାୟୀ ନୂଆବର୍ଷର ନୂଆ ଯୋଜନାରେ ଏହି ଘଟଣା ସବୁଠାରୁ ବଡ଼ ଚୋରି ଘଟଣା ବୋଲି କୁହାଯାଉଥିବା ବେଳେ ପୋଲିସକୁ ଏହା ଚ୍ୟାଲେଞ୍ଜ ଦେଇଥିବା କୁହାଯାଇଛି। ତେବେ ବିଗତ ବର୍ଷମାନଙ୍କରେ ହୋଇଥିବା ଚୋରି ଘଟଣାରେ ପୋଲିସ କିଛି ସଫଳତା ପାଇଥିଲେ ବି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଚର୍ଚ୍ଚା ହେଉଛି। ସାର୍ ମୋ ନାଁ ପଞ୍ଚାନନ ବିଶୋଇ। ମୁଁ ଇଚ୍ଛାବତୀଗୁଡ଼ା DS3 ସିନେମା ହଲ୍ ସେକେଣ୍ଡ ଲାଇନରେ ରହୁଥିଲି। ତ ଗଲା ଏକ୍ସମାସ ଛୁଟିରେ ଆମେ ଗାଁକୁ ସବୁ ଫ୍ୟାମିଲି ସହିତ ନିଜ ଗାଁକୁ ପୈତୃକ ଗାଁକୁ ଯାଇଥିଲୁ। ତ ମୁଁ ସବୁଦିନ ଶୋଇବାକୁ ଆସେ ସନ୍ଧ୍ୟାରେ, କିନ୍ତୁ ଗଲା 3 ତାରିଖ ଏବଂ 4 ତାରିଖ ଦିନ ରାତି ମୁଁ ଆସିନାହିଁ। ଶନିବାର ରବିବାର ଦିନ ମୁଁ ଆସିନାହିଁ। ତ ଆମେ ସୋମବାର ଦିନ 5ଟା ଅଧରେ ପହଞ୍ଚିଲା ଦେଖିଲା ବେଳକୁ ଘର କବାଟ ଖୋଲା ଅଛି, ଚାବି କାଢ଼ିଛନ୍ତି ଆଉ ଭିତରେ ସବୁ ଜିନିଷ ଖୋଳାଖୋଳି କରି ନେଇଛନ୍ତି। ତ ଆମ ଘର ଫ୍ୟାମିଲି ସ୍ତ୍ରୀଙ୍କର ସୁନା ଚୁଡ଼ି 2 ପଟ, ତାପରେ କାନଫୁଲ, କାନ ଝୁମକା 2ଟା, ଲକେଟ 2ଟା, ସୁନା ମୁଦି, ରୂପା ଚେନ୍, ଝିଅର ରୂପା ଚେନ୍ ସବୁ ଯାକ ନେଇଛନ୍ତି। ଆଉ ଲ୍ୟାପଟପ୍ 2ଟା ଥିଲା। ପଇସା ବି ମୁଁ ରଖିଥିଲି, ମୋର ଥିଲା 80,000 ଖଣ୍ଡେ, ମିସେସ୍ ରଖିଥିଲେ ପାଖାପାଖି 1.5 ଲକ୍ଷ, ଏମିତି 2 ପ୍ଲସ୍ ଆମେ ରଖିଥିଲୁ। ସେଇଠି ସବୁ ନେଇଯାଇଛନ୍ତି ଅଣ୍ଡାରିକି। ଏବେ ମୁଁ ତାପରେ ମୁଁ ପୋଲିସ ସାର୍ଙ୍କୁ ଗୋଟେ FIR ଦେଲି। FIR ଦେଲାରୁ ଆସିଲେ ସେମାନେ ରାତି 7ଟା ଅଧରେ ଆସିକି ସବୁ ଦେଖାଦେଖି ଯାଇଛନ୍ତି। ଫିର୍ ଆଜି ସକାଳେ ସ୍କ୍ୱାଡ୍ ପାର୍ଟି ଆସିବେ, ଡ୍ରଗ୍ସ ବାଲା ଆସିବେ ବୋଲି ଦେଖିଲା ବେଳକୁ ମାଲକାନଗିରି ସେମାନେ ଡ୍ରଗ୍ସ ବାଲା ଯାଇଛନ୍ତି। ତାପରେ ଫରେନ୍ସିକ୍ ବାଲା ଆସିଛନ୍ତି, ତୁରନ୍ତ ଆସିକିରି ସବୁ ଯାକ ଦେଖା ଚାହିଁ କରି ଲେବରେଟୋରୀ କରିକି ଯାଇଛନ୍ତି, ସବୁ ରିପୋର୍ଟ ସବୁ ନେଇଛନ୍ତି। ଆଉ ଫିର୍ ମୋତେ ଡାକିଛନ୍ତି ଥାନାରେ, କ'ଣ ହେଇଛି ବୋଲି ଡାକିଛନ୍ତି। ସେତିକି ଏପର୍ଯ୍ୟନ୍ତ ଇନଭେଷ୍ଟିଗେସନରେ ଅଛି। ନବରଙ୍ଗପୁରରୁ ଗଗନ ଗନ୍ତାୟତଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।